ଯେମିତି ହାତ ଦେଖିଲି ଲୋକମାନଙ୍କ ଧାରଣା ହେଲା ଏ ତ ଭଲ ମନ୍ଦ ସୁଖ ଦୁଃଖ କହିବା କଥା, କିନ୍ତୁ ରୋଗ ଉପରେ କେମିତି କହୁଛନ୍ତି। କିନ୍ତୁ ଯଦି ଭଲ ମନ୍ଦ କୁହାଯାଇ ପାରୁଛି ତାହେଲେ ରୋଗ ଉପରେ କାହିଁକି ନୁହେଁ, এইটা ହିଁ କଥା। ସବୁକିଛି ହାତରେ ଅଛି, ଯେହେତୁ ଆମର ହାତଟା ହେଉଛି ଏକ୍ଜିକ୍ୟୁଟିଭ ଫୋର୍ସ ଆମ ଶରୀରର, ଆମ ଜୀବନର, ଏଥିରେ ସବୁକିଛି ଅଛି। এইটা ହିଁ ଆମ ଜୀବନର ପୁସ୍ତକ। ବନ୍ଧୁ ହାତ ଦେଖାନ୍ତୁ ରୋଗ ଜାଣନ୍ତୁ, ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? এইটা ହେଉଛି ସମ୍ପୂର୍ଣ୍ଣ ସତ କଥା। ହାତ ଦେଖେଇବେ, ରୋଗ ଜାଣିବେ, ଆଉ ସମ୍ପୂର୍ଣ୍ଣ ଦେଶୀ ଚିକିତ୍ସାରେ ସୁସ୍ଥ ହୋଇଯିବେ। ବଡ଼ ବଡ଼ ମେଡ଼ିକାଲ ତ ଯାଉଥିବେ, ବହୁତ ଟଙ୍କା ବି ଖର୍ଚ୍ଚ କରୁଥିବେ, କିନ୍ତୁ ଅସଫଳତା ମିଳିଥାଏ। ଡକ୍ଟର ମାନେ ବହୁତ ବାହାନାବାଜି କରି ପଇସା ମଧ୍ୟ ଖର୍ଚ୍ଚ କରାଇଥାନ୍ତି। କିନ୍ତୁ ଆଗରୁ ପାରମ୍ପରିକ ଯେଉଁ ବୈଦ୍ୟ ଥିଲେ, ଏବେ ବି ସେମାନଙ୍କ ମଧ୍ୟରୁ କିଛି ଅଛନ୍ତି ଯେଉଁମାନେ କି ହାତ ଦେଖିକି ରୋଗ ବତେଇ ଦେଉଛନ୍ତି, ତା ସହିତ ମଧ୍ୟ ଦେଶୀ ଚିକିତ୍ସା ଦ୍ୱାରା ରୋଗ ଭଲ ହୋଇଯାଉଛି। ସାର୍ ଅଛନ୍ତି, ବୈଦ୍ୟ ଯିଏ ଅଛନ୍ତି, ତାଙ୍କଠାରୁ ପଚାରି ବୁଝିବା। ସାର୍ ଆପଣଙ୍କ ନାଁଟା କହିବେ? ମୋ ନାଁ ହେଉଛି ସୁରେଶ କୁମାର ଛୋଟରାୟ। କେବେଠାରୁ ଏଇଟା ଆରମ୍ଭ କଲେଣି ହାତ ଦେଖିକି ରୋଗ ବତେଇବା? ମୁଁ ଆଜିକି 20 ବର୍ଷ ହେଲା ଆରମ୍ଭ କଲିଣି। କେତେ କ'ଣ ଲୋକ ଆସୁଛନ୍ତି ଆପଣଙ୍କ ପାଖକୁ? ବହୁତ ଲୋକ ଆସୁଛନ୍ତି। ମୁଁ ଯେତେବେଳେ ହାତ ଦେଖିଲି ଲୋକମାନଙ୍କ ଧାରଣା ହେଲା ଏ ତ ଭଲ ମନ୍ଦ ସୁଖ ଦୁଃଖ କହିବା କଥା, କିନ୍ତୁ ରୋଗ ଉପରେ କେମିତି କହୁଛନ୍ତି। କିନ୍ତୁ ଯଦି ଭଲ ମନ୍ଦ କୁହାଯାଇ ପାରୁଛି ତାହେଲେ ରୋଗ ଉପରେ କାହିଁକି ନୁହେଁ, এইটা ହିଁ କଥା। ସବୁକିଛି ହାତରେ ଅଛି, ଯେହେତୁ ଆମର ହାତଟା ହେଉଛି ଏକ୍ଜିକ୍ୟୁଟିଭ ଫୋର୍ସ ଆମ ଶରୀରର, ଆମ ଜୀବନର, ଏଥିରେ ସବୁକିଛି ଅଛି। এইটা ହିଁ ଆମ ଜୀବନର ପୁସ୍ତକ। କେମିତି କ'ଣ ଜାଣୁଛନ୍ତି ହାତ ରେଖା ଦେଖିକି ରୋଗ ବିଷୟରେ? ଦେଖନ୍ତୁ, ସବୁକିଛି ୟା ଭିତରେ ଯଦି ଭଗବାନ ଏ ଶରୀର ତିଆରି କରିଛନ୍ତି, ଯିଏ ତିଆରି କରିଛି ତାର ଏକ୍ଜିକ୍ୟୁଟିଭ ଫୋର୍ସଟା ତାକୁ ଦେଇଛି, କାର୍ଯ୍ୟକାରୀ ଶକ୍ତିଟା ଅଛି। ତ ତେଣୁ କାର୍ଯ୍ୟ କରିବାର ଶକ୍ତି ଯାହାର ଅଛି, କାର୍ଯ୍ୟ କରିବାର ଅର୍ଡ଼ରଟା ବି ରହିଛି, ରିଟେନ୍ ଜିନିଷଟା ରହିଛି। ସେଇଟା ବିଭିନ୍ନ ରଙ୍ଗ ରୂପ ଚିହ୍ନ ସ୍ୱରୂପ ଏ ହାତରେ ଆପିୟର କରୁଛି। କେମିତି କ'ଣ ଏଇଟା ବିସ୍ତାର ହୋଇପାରିବ ଯେ ଲୋକ ବହୁତ ମାତ୍ରାରେ ଜାଣିବେ ଏବଂ ହାତ ଦେଖି ସମସ୍ତେ ମଧ୍ୟ ଚିକିତ୍ସା କରିପାରିବେ ରୋଗର? ହଁ, ଆଗରୁ ଆମର ବୈଦ୍ୟମାନେ ନାଡ଼ି ଦେଖିକିରି କହୁଥିଲେ, ସେଥିରେ ସଫିସିଏଣ୍ଟ ହେଉନଥିଲା ଅବଶ୍ୟ, କିନ୍ତୁ ଥିଲା ଇନଫର୍ମେସନ୍, କିନ୍ତୁ ଏଇଟା ଅଭିଜ୍ଞତା ଉପରେ ନିର୍ଭର କରୁଥିଲା। କିନ୍ତୁ ବର୍ତ୍ତମାନ ସବୁ ଆଗେଇ ଗଲାଣି, ଜ୍ଞାନ ବି ଆଗେଇ ଗଲାଣି। ତେଣୁ ଆମେ ହାତରୁ, ମୁହଁରୁ, ଆପଣଙ୍କ କଣ୍ଠ ସ୍ୱରରୁ, ଆଖିରୁ, ସବୁକିଛିରୁ ଆମେ ବହୁତ ଜିନିଷ ପାଉଛୁ। ବର୍ତ୍ତମାନ ହାତ ତ ମୁଁ କରିଦେଇଛି, ବର୍ତ୍ତମାନ ମୁହଁରୁ ବହୁତ ଜିନିଷ ବାହାର କରୁଛି। ବର୍ତ୍ତମାନ ସମୟରେ କିନ୍ତୁ ଏଭଳି ବୈଦ୍ୟ ହୁଅନ୍ତୁ କି ଡକ୍ଟର ହୁଅନ୍ତୁ ମିଳୁନାହାନ୍ତି, ଯାହାକି ଲୋକମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଭଲ ରୋଗ ଜମା ହେଉନାହିଁ। ସେ ସମ୍ପର୍କରେ କ'ଣ କହିବେ? ଆୟୁର୍ବେଦିକ କେମିତି ଅଧିକ ପ୍ରଚାର ପ୍ରସାର ହେବ, କେମିତି ଆପଣଙ୍କ ସାଙ୍ଗରେ ଲୋକମାନେ ଜଡ଼ିତ ହେବେ? ଦେଖନ୍ତୁ, ଲୋକମାନେ ଜାଣିନାହାନ୍ତି, କିନ୍ତୁ ଯେତିକି ଜାଣିଲେଣି ବହୁତ ସଂଖ୍ୟାରେ ମୋ ପାଖକୁ ଆସୁଛନ୍ତି। ବହୁତ ଫୋନ୍ କଲ୍ ପ୍ରତିବେଳେ ମୁଁ ରିସିଭ୍ କରୁଛି। ଲୋକମାନେ ବି ଆଶ୍ଚର୍ଯ୍ୟ ହେଉଛନ୍ତି। ଯେଉଁମାନେ ମୋ ପାଖକୁ ଆସୁଛନ୍ତି ସେମାନେ ବି ତାଙ୍କର ବିଷୟ ଦେଖିକି ହାତରୁ ସେମାନେ ଅଦ୍ଭୁତ ଲାଗୁଛି ତାଙ୍କୁ, କେମିତି କହିପାରୁଛନ୍ତି ବୋଲି। କିନ୍ତୁ ଏ ବିଦ୍ୟା ଆମ ଭାରତୀୟ ବିଦ୍ୟା, ଏଇଟା ମୁନି ଋଷିମାନଙ୍କ ପାଖେ ଥିଲା। ଏ ମୁନି ଋଷିଙ୍କ ଠାରୁ ଆମ ପାଖକୁ ଆସିଛି ଏବଂ ମୁଁ ସେଇଟା ବହିମାନଙ୍କ ଭିତରୁ ବାହାର କଲେ। ଅନ୍ୟାନ୍ୟ ସୁଖ ଦୁଃଖ ଭଲ ମନ୍ଦ ସଂସାରର ଯଦି ହାତରୁ କୁହାଯାଇ ପାରୁଛି, ଲୋକଙ୍କ ଠାରୁ ଜଣାଯାଇ ପାରୁଛି, ତାହେଲେ ରୋଗଟା କାହିଁକି ନୁହେଁ। ତେଣୁ ମୁଁ ରୋଗ ଉପରେ ହିଁ ଲାଗିଲି, କଲେକ୍ସନ୍ କଲି, ବହୁତ ଖଟିବାକୁ ପଡ଼ିଲା। ମୋର ଜୀବନରେ ବହୁତ ସମୟ ମୁଁ କଟି ଦେଇଛି, ବର୍ତ୍ତମାନ ସେଇଟା ସକ୍ସେସ୍ ହେଇଛି। ଆପଣଙ୍କର ଏଇ ଯେଉଁ ବିଦ୍ୟାଟା ଆପଣ ପ୍ରସାର କରିବେ ନା ନିଜ ଭିତରେ ସୀମିତ ରଖିବେ? ମୁଁ ଚାହୁଁନି ନିଜ ଭିତରେ ଗୁପ୍ତ ରଖିବା ପାଇଁ, ମୁଁ ଚାହୁଁଛି କେହି ନେଇଯାଆନ୍ତୁ, କିନ୍ତୁ ନେବାକୁ ହେଲେ ତାଙ୍କୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। 5ଟା ବିଦ୍ୟା ହାସଲ କରିବାକୁ ପଡ଼ିବ: ଆଧ୍ୟାତ୍ମିକ ବିଦ୍ୟା, ଜ୍ୟୋତିଷ ବିଦ୍ୟା, ବାସ୍ତୁବିଦ୍ୟା, ପାମିଷ୍ଟ୍ରି, ଫେସ୍ ରିଡ଼ିଂ, ନ୍ୟୁମରୋଲୋଜି, ଏସବୁ ଗୁଡ଼ାକ ତାଙ୍କୁ ହାସଲ କରିବାକୁ ପଡ଼ିବ। ଏଗୁଡ଼ା ସବୁ ଗୁପ୍ତ ବିଦ୍ୟା। ତେଣୁ ଏଥିପାଇଁ ଯଦି ଧୈର୍ଯ୍ୟ ବହୁତ ଦରକାର। ଏଥିପାଇଁ ଆଜିକାଲି ପିଲାମାନେ ଧୈର୍ଯ୍ୟ ଖୁବ୍ କମ୍ ରହୁଛି। ତେଣୁ ସମର୍ପିତ ନହେଲେ ଜଣେ ବିଦ୍ୟାଦାନ କେମିତି କରିବ? ତା ସହିତ ମଧ୍ୟ ଯେଉଁ ମେଡ଼ିସିନ୍ ରହିଛି ତାହା କେମିତି କ'ଣ ଆପଣ ଦେଉଛନ୍ତି? ଦେଖନ୍ତୁ, ମୁଁ ବର୍ତ୍ତମାନ ମେଡ଼ିସିନ୍ ଦେଉଥିଲି, କିନ୍ତୁ ବୟସ ଅଧିକ ହେବାରୁ ମୁଁ ଆଉ ମେଡ଼ିସିନ୍ ତିଆରି କରିପାରୁନାହିଁ। ମୋର ସହିତ ଅଛନ୍ତି ମୋର ହର୍ବାଲ୍ ଉପରେ ଔଷଧୀୟ ଦିଗରେ ମୋର ବୈଦ୍ୟମାନେ ବହୁତ ଅଛନ୍ତି। ସେମାନେ ସେ ରାଜବୈଦ୍ୟ। ସେମାନେ ଯେଉଁ ଔଷଧ ଦେଉଛନ୍ତି, ମୁଁ ଗର୍ବ କରି କହିବି 101% ତାଙ୍କ ଔଷଧ ସକ୍ସେସ୍ ହେଉଛି। ମୁଁ ନିଜେ ମଧ୍ୟ ବ୍ୟବହାର କରୁଛି, କାହିଁକିନା ମୋର ବୟସ ଅଧିକ ହୋଇଗଲାଣି। ସେଇ ଔଷଧ ହିଁ ମୁଁ ବ୍ୟବହାର କରୁଛି, ମୁଁ ବେନିଫିଟ୍ ପାଉଛି।
मोर मोर पिला माने मोर स्त्री से इमिडिएटली पाई जाउछन तार बेनिफिट सब तो मुझे मो उपर देखुची मो पिला घर उपर देखुची तेणु समस्ते कहीं न पाइबे तेणु सब बेले मुझे ही रेफर करे औषध ही मुझे थाए ଆପଣ ଉପକୃତ ହେଉଛନ୍ତି ମଧ୍ୟ ଭୁବନେଶ୍ୱରବାସୀ ମଧ୍ୟ ଉପକୃତ ହେଉଛନ୍ତି ଏହା ଦ୍ୱାରା ଯଦି ଦେଖିବା ଗାଁ ଗହଳିରେ ଲୋକମାନେ ରହୁଛନ୍ତି ସେମାନେ କେମିତି ଏହା ଦ୍ୱାରା ଉପକୃତ ହେବେ? हाँ यही जो आप जो प्रचार कले सेटा ही साहाय्य कर समस्त को गाँ गहल लोक जानवे आमर रेफरेन्स ने सहित कंटाक्ट रखिए मुझे सहित कंटाक्ट कर दौर सब बेले फोन नंबर नहीं जातु सागे ही कंटाक्ट कले सी सब बतईदे सी ही प्रोड्यूसर औषध तैयारी कर मैनुफैक्चर ये फर्मूला फर्मूला क्या पाखे ना ଆପଣଙ୍କର ମୁଖ୍ୟ ଅଫିସଟା କୋଉଠି ରହୁଛି? ମୁଁ ତ ଭୁବନେଶ୍ୱର ରହୁଛି ମୋର ଭୁବନେଶ୍ୱର ଏ ହେଉଛି ମୋର ଆଡ୍ରେସଟା ଭୁବନେଶ୍ୱର ଆଡ୍ରେସଟା କିନ୍ତୁ ମୁଁ ଆଉ ଔଷଧ ତିଆରି କରିପାରୁନାହିଁ ବୟସ ଅଧିକ ହେଲାଣି କିନ୍ତୁ ମୁଁ ଡାଇଗ୍ନୋସିସ୍ କରୁଛି ମୋ ଡାଇଗ୍ନୋସିସ୍ ନେଇକରି ମୋର ବୈଦ୍ୟମାନେ ମୋର କବିରାଜମାନେ ସେମାନେ ଦେଉଛନ୍ତି ଔଷଧ ଯଦି କିଛି ପିଲା ଚାହିଁବେ ଆପଣଙ୍କଠାରୁ ଶିକ୍ଷା ନେବା ପାଇଁ ଏଇ ହାତ ଦେଖି ରୋଗ ଜାଣିବା ପାଇଁ କ'ଣ ଆପଣ ସ୍କୁଲ ଟାଇପ୍ର କରି ଆପଣ ତାଙ୍କୁ ଶିକ୍ଷା ଦେବେ? ବର୍ତ୍ତମାନ ଯେଉଁ ପିଲାମାନେ ଅଛନ୍ତି ତାଙ୍କ ଭିତରେ ଏପର୍ଯ୍ୟନ୍ତ ଜଣକୁ ହିଁ ପାଇଲି ନାହିଁ କାରଣ ଏସବୁ ଜିନିଷଟା ପାଇଁ ମୁଁ ଯାହା କହିଗଲି ଯେଉଁ 5-6ଟା ରହସ୍ୟ ବିଦ୍ୟା ସେଇଟା ହାସଲ କରିବା ଦରକାର ଆପଣ ଯଦି ଗ୍ରହମାନଙ୍କ ନକ୍ଷତ୍ରମାନଙ୍କ ଭିତରେ ଜ୍ଞାନ ନାହିଁ ଆପଣ କେମିତି ଆଗେଇବେ ଆପଣଙ୍କୁ ବହୁତ ଚ୍ୟାଲେଞ୍ଜ ଆସିବ ମୁଁ ଏଠି ବହୁତ ଚ୍ୟାଲେଞ୍ଜ ଫେସ୍ କରୁଛି ତେଣୁ ସେମାନେ ମୁଁ ଯାହାକୁ ଗଢ଼ିବି ମୋ ପିଲା ଭଳିଆ ସେମାନେ ଚ୍ୟାଲେଞ୍ଜ ଫେସ୍ କରିବେ କାହିଁକିନା ବର୍ତ୍ତମାନ ବିଜ୍ଞାନ ଯୁଗ ବିଜ୍ଞାନ ଯେଉଁଟା ନିଜେ ଆଖିରେ ନ ଦେଖେ ସେଇଟା ବିଶ୍ୱାସ କରେ ନା ତେଣୁ ସେମାନଙ୍କୁ ମୁଁ ସେଇଭଳିଆ ଗଢ଼ିବାକୁ ଚାହୁଁଛି ମୁଁ ଯେମିତି କହିପାରୁଛି ସେମାନେ ବି ତଦ୍ରୂପ କହିବେ जहाँ देखिले आयुर्वेद सुरेश कुमार छोटराय कंटाक्ट करूँ और आपणकर हाथ देखा रोग जानतु एवं रोगर चिकित्सा कम मूल्य आयुर्वेद मेडिसिन खातु सुस्थ हो जातु देखिए बहुत मेडिकल जाऊँच निराश हो फेरिकी आसुँच किंतु किसी भी सुफल मिलूना सार सागे कंटाक्ट करेंगे आम डिस्क्रिप्शन में सार नंबर देदेबू आप कंटाक्ट कर सार सागे जोगाजोग करूँ आप सुस्थ रुहतु रोची नमस्कार।